ଆଜି ଶୁଣିବା ଉପନ୍ୟାସ ପରିଚୟ ଭାଗ 14। ଉପନ୍ୟାସିକା ପ୍ରତିଭା ରାୟ। ସେଦିନ କାମରୁ ଫେରି ମକ୍ଷୀ ପ୍ରଥମେ ଜଗମୋହନର କୋଠରୀକୁ ଗଲା। ତା ସ୍ୱାସ୍ଥ୍ୟ ସମ୍ବନ୍ଧରେ ପ୍ରଶ୍ନ କଲା। ସେଦିନ ଜଗମୋହନର ଡାକ୍ତରଖାନା ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାର ଥିଲା। ଜଗମୋହନ ଗମ୍ଭୀର କଣ୍ଠରେ କହିଲା, ନା, ହାତର ହାଡ଼ଟା ଏବେ ବି ଯୋଡ଼ି ହୋଇ ନାହିଁ। ଆହୁରି କିଛି ଦିନ ଲାଗିବ। ହାତ ଯୋଡ଼ି ହୋଇଗଲା ପରେ ସାମାନ୍ୟ ବଙ୍କା ହୋଇଯିବ। ଖୁବ୍ ଭିଡ଼ କାମ ହୁଏତ କରିହେବ ନାହିଁ। ମକ୍ଷୀ ଦୀର୍ଘଶ୍ୱାସ ଛାଡ଼ିଲା। ଜଗମୋହନ କହିଲା, ମକ୍ଷୀ, ଗୋଟାଏ ଅକର୍ମଣ୍ୟ ଲୋକ ପିଛାରେ ତୁ ଆଉ ପଇସା ଉଡ଼ାନା। ମୁଁ ଭବିଷ୍ୟତରେ ତୋର କିଛି କାମରେ ଆସିପାରିବି ନାହିଁ। ବରଂ ତୋର କଷ୍ଟ ଉପାର୍ଜିତ ପଇସା ତୁ ମନୁ ପାଇଁ ସଞ୍ଚୟ କଲେ ଭବିଷ୍ୟତରେ କାମରେ ଆସିବ। ମକ୍ଷୀ ଲକ୍ଷ୍ୟ କଲା ଜଗମୋହନର କଣ୍ଠରେ ବ୍ୟଥା ସଙ୍ଗେ ସଙ୍ଗେ କିଛି ବ୍ୟଙ୍ଗ ଓ ଅଭିମାନ ମିଶି ରହିଛି। ସେ ଚିଡ଼ି ଉଠି କହିଲା, ମୁଁ ଏଡ଼େ ସ୍ୱାର୍ଥପର ନୁହେଁ ଜଗୁ। କୌଣସି ଲାଭର ଆଶା ରଖି ମୁଁ ତୋ ଚିକିତ୍ସାରେ ପଇସା ଖର୍ଚ୍ଚ କରୁନାହିଁ। ଆମେ ଏକାଠି ଅଛୁ। ପ୍ରେମ ନହେଲେ ବି ଆମର ପରସ୍ପର ପ୍ରତି କିଛିଟା କର୍ତ୍ତବ୍ୟ ଅଛି। ଜଗୁ କହିଲା, ପ୍ରେମହୀନ କର୍ତ୍ତବ୍ୟରେ ମଣିଷ ସୁସ୍ଥ ହୁଏ ନାହିଁ, ବରଂ ଅଧିକ ଅସୁସ୍ଥ ହୁଏ। ହୁଏତ ସେଥିପାଇଁ ମୁଁ ସୁସ୍ଥ ହୋଇପାରୁନି। ମକ୍ଷୀ ଅଭିମାନ ଗଳା ଥରାଇ କହିଲା, ମୁଁ ଏକ ଘୃଣ୍ୟ ଜୀବ। ମୋର ପ୍ରେମରେ କେହି ସୁସ୍ଥ ହୁଏ ନାହିଁ। ମୋର ପ୍ରେମ ଆଜି ମୂଲ୍ୟହୀନ। ମୁଁ ଆଜି ଘୃଣାର ପାତ୍ରୀ। ଜଗୁ ଅବସାଦ ଭରାର ଗଳାରେ କହିଲା, ମୁଁ ତୋତେ ଘୃଣା କରେ ନାହିଁ ମକ୍ଷୀ। ମୁଁ କେବଳ ତୋର କାମ କରିବାଟାକୁ ପସନ୍ଦ କରେ ନାହିଁ। ତୁ ମୋତେ ଭୁଲ ବୁଝୁଛୁ କାହିଁକି? ମୁଁ ନାଚାର ଜଗୁ। ମୁଁ ଆଉ କୌଣସି ମତେ ଏ କାମଟା ଛାଡ଼ି ପାରୁନାହିଁ। ମୁଁ ଏ ଭିତରେ 8 ମାସର ଆଗୁଆ ଦରମା ନେଇ ଆସିଥିଲି। ମକ୍ଷୀ କ୍ଳାନ୍ତ ଭଙ୍ଗୀରେ କହିଲା। ଜଗୁ ତାଶ୍ଚଲ୍ୟ ଭରା କଣ୍ଠରେ କହିଲା, 8 ମାସର ଆଗୁଆ ଦରମା ଦେବା ଭଳି ଖାଉନ୍ଦଟିଏ ମୁଁ ଏ ପ୍ରଥମ ଥର ଦେଖୁଛି। ଅବଶ୍ୟ ତୋ ଭଳି ଝିଅଟିକୁ ଯେ କୌଣସି ଖାଉନ୍ଦ ଆଗୁଆ ଦରମା ଦେବାରେ କୁଣ୍ଠିତ ହୁଅନ୍ତା ନାହିଁ, ତୋର ପୁଣି ଯେଉଁ ପ୍ରକାର କାମ, ସେଥିରେ ଆଗୁଆ ଦରମା ତ ନିଶ୍ଚୟ ମିଳନ୍ତା। ମକ୍ଷୀ ଜଗୁ କଥାରେ ଉତ୍ତ୍ୟକ୍ତ ହେଲା ନାହିଁ। ଏବେ ଆଗୁଆ ଦରମା ଆଣିବା ପରଠାରୁ ବାବୁଆଣୀ ତାକୁ ଅନେକ କାମରେ ବି ନଯୁକ୍ତ କରନ୍ତି। ମକ୍ଷୀ ଘରକୁ ଫେରେ ବହୁ ବିଳମ୍ବରେ। ପ୍ରତିବାଦ କଲେ ସଙ୍ଗେ ସଙ୍ଗେ ଆଗୁଆ ଦରମା କଥାଟା କହି ବାବୁଆଣୀ ତାକୁ ଅପମାନିତ କରିବା ସଙ୍ଗେ ସଙ୍ଗେ କଟୁକ୍ତି ବି କରନ୍ତି। ମକ୍ଷୀ ନୀରବରେ ଶୁଣିବା ଛଡ଼ା ଅନ୍ୟ କିଛି ଉପାୟ ଖୋଜି ପାଏ ନାହିଁ। ତାର ବହୁ ବିଳମ୍ବରେ ଫେରିବାଟାକୁ ଜଗୁ ଆଦୌ ସହ୍ୟ କରିପାରେ ନାହିଁ। ସେଥିପାଇଁ ତାର ଏ ବ୍ୟଙ୍ଗ ବିଦ୍ରୂପ। ଅଥଚ ତାରି ଚିକିତ୍ସା ପାଇଁ ସେ ଆଗୁଆ ଦରମା ଆଣି ତା ବୁକୁର ଅମୃତକୁ ଶୂନ୍ୟ କରି ଘରକୁ ଫେରିଲେ ମଧ୍ୟ କାମଟା ଛାଡ଼ି ପାରୁନାହିଁ। ମକ୍ଷୀ ଜଗୁ କଥାର କିଛି ଜବାବ ଦେଲା ନାହିଁ। ଚୁପଚାପ ନିଜ କୋଠରୀକୁ ଫେରି ଯାଉ ଯାଉ ଜଗୁ ପଛରୁ ଡାକିଲା, ଶୁଣ, ତୋ ସଙ୍ଗେ କଥା ଅଛି। କି କଥା? ମକ୍ଷୀ ପଛକୁ ଫେରି ନ ଚାହିଁ ଜବାବ ଦେଲା, ସବୁ କଥାରେ ଉତ୍ତ୍ୟକ୍ତ ହେଲେ ତ ଚଳିବ ନାହିଁ। ମୋ ପାଖକୁ ଆ। ମୋତେ ନ ଚାହିଁଲେ କ'ଣ କହିବି? ଜଗୁ ସ୍ଥିର କଣ୍ଠରେ କହିଲା। ମକ୍ଷୀ ସେମିତି କାଠ ଭଳି ଜଗୁକୁ ପଛ କରି ଠିଆ ହୋଇ କହିଲା, ମୋତେ ଶୁଭୁଛି। ମୋର ଆଖି ଦୁଇଟା ତ କଥା ଶୁଣିବ ନାହିଁ। ଜଗୁ କଣ୍ଠ କୋମଳ କରି କହିଲା, ମୁଁ ତୋର ଶତ୍ରୁ ନୁହେଁ। ମୋର ଭଲ କଥାକୁ ସବୁବେଳେ ଭୁଲ ବୁଝୁଛୁ କାହିଁକି? ମୁଁ ନବଘନ କକାର କଥା ହିଁ କହୁଥିଲି। ସେ ଡାକ୍ତରଖାନାରେ ପଡ଼ିଛି। ଚାବି ମୋଡ଼ିଲା ଭଳି ପଛକୁ ଘୂରି ଚାହିଁଲା ମକ୍ଷୀ। ଜଗୁର ଆଖିରେ ଆଖି ମିଳାଇ କହିଲା, କ'ଣ ହେଇଛି ବାପାର? ଜଗୁ ବିଷାଦ ଭରା କଣ୍ଠରେ କହିଲା, କ'ଣ ହେବ? ବୟସ ହେଲାଣି। ଗୋଟାଏ ପରେ ଗୋଟାକ ଧକ୍କା ଆଉ କେତେ ସମ୍ଭାଳନ୍ତା? ଦେଖି ଆସିଲି ବୁଢ଼ାର ଅବସ୍ଥା ଅସମ୍ଭାଳ। ଗୋଟାଏ ରୋଗ ଭଲ ହେଲେ ଆଉ ଗୋଟାଏ ରୋଗ ମାଡ଼ି ଆସୁଛି। 2 ମାସ କାଳ ଡାକବଙ୍ଗଳାରେ ପଡ଼ି ପଡ଼ି କାଲି ଆସିଛି ଡାକ୍ତରଖାନାକୁ। ପୁଅ ହେବା ଖବର ଦେଇ ଆସିବା ପରେ ମୁଁ ତ ଆଉ ବଙ୍ଗଳା ଆଡ଼େ ଯାଇନଥିଲି। ତା କଥା କିଛି ବି ଜାଣିନଥିଲି। ମକ୍ଷୀ ଥକ୍କା କାମରା ହୋଇ ଠିଆ ହୋଇଗଲା। ହଁ, ଗୋଟାଏ ପରେ ଗୋଟାଏ ଧକ୍କା ହିଁ ତାର ବାପର ମଣିଷ ପଣିଶକୁ ରଦ୍ଦି କରିଦେଇଛି। ଏମିତି କିଛି ବୟସ ତ ହୋଇନାହିଁ ତାର। ସେ ଜାଣେ ନବଘନକୁ ଆଉ କିଛି ଅଛପା ନାହିଁ। ତାର ସନ୍ତାନ ଯେ ଅବୈଧ, ଏକଥା ନବଘନ ଜାଣିଛି। ତା ନହେଲେ ପୁଅ ହେବା ଖବର ପାଇ ତାକୁ ଶଙ୍ଖୋଳି ନେବାକୁ ଆସିନଥାନ୍ତା? ମନକୁ ଦେଖିବା ପାଇଁ ଆସିନଥାନ୍ତା? ନିଜ ଗେଲବସର ଝିଅର ଭଲ ମନ୍ଦ ବୁଝିନଥାନ୍ତା? ସେଇ ଧକ୍କାରେ ସେ ବି ଭାଙ୍ଗି ପଡ଼ିଛି। ସେ ନିଜେ ହିଁ ଦାୟୀ ଏଥିପାଇଁ। ତାର ଭାବନାରେ ବାଧା ଦେଇ ଜଗମୋହନ କହିଲା, ଯିବୁନି ବାପାକୁ ଦେଖି? ଛୁଟି କେଇଟା ଦିନ ଆଣି ବୁଢ଼ାର ସେବା ଟିକେ କରିବୁ ନାହିଁ? ତାର ଆଉ କିଏ ଅଛି? ପରେ ଖୋଜିଲେ ଆଉ କ'ଣ ତାର ସେବା କରିବାର ସୁଯୋଗ ମିଳିବ? ମୋତେ ଲାଗୁଛି ବୁଢ଼ା ଏଥର ଠାକିବ ନାହିଁ। ମକ୍ଷୀ ଚମକି ଉଠିଲା। ତା ଛାତି ଭିତରର ଥର ଥର କମ୍ପନ। ଜଗୁ ବୁଢ଼ା ଆଉ ଠକିବ ନାହିଁ।
କଥାପଦଟା ହାତୁଡ଼ି ବାହାର ଦେଇ ତାର ସମସ୍ତ ଦମ୍ଭ ଭାଙ୍ଗି ଚୁରମାର କରିଦେଉଛି। ମାତ୍ର ସେ ତ ବାପାର ସାମ୍ନା କରିବାର ସମସ୍ତ ସାହସ, ସମସ୍ତ ମନୋବଳ ହରାଇ ବସିଛି। ଜଗୁକୁ ପ୍ରେମ କରି ବିବାହ କରିବା ପୂର୍ବରୁ ତା ସନ୍ତାନକୁ ଗର୍ଭରେ ଧାରଣ କରିବା କଥାଟାକୁ ବାପା ସହ କରି ନେଇଥିଲା। ମାତ୍ର ମନୁ ଯେ ଏକ ଅବୈଧ ସନ୍ତାନ ଏବଂ ସେ ଯେ ଜଗମୋହନକୁ ମିଥ୍ୟା ଦୋଷାରୋପ କରି ତାର ଜୀବନକୁ ନଷ୍ଟ କରିଛି, ବାପା ଆଗରେ ମିଥ୍ୟା କଥାର ଅବତାରଣ କରିଛି, ଏ ଧକ୍କାକୁ ବାପା ତାର ସମ୍ଭାଳି ପାରି ନାହିଁ। ତାପରେ ସେ କେଉଁ ସାହସରେ ତାର ସାମ୍ନା କରିବ? ବରଂ ତାର ଦର୍ଶନରେ ବାପାର ଅସୁସ୍ଥତା ଅଧିକ ବଢ଼ିଯିବ। ଯିବ ନାହିଁ ବାପାର ସାମ୍ନାକୁ। ସେ ନବଘନର କେହି ନୁହେଁ। ନବଘନ ଭଳି ଉଦାର ମଣିଷର ଝିଅ ହୋଇ ଜନ୍ମିବାର ଯୋଗ୍ୟତା ତାର ନଥିଲା। ଘର ଛାଡ଼ି ଆସିବା ଦିନରୁ ସେ ତାର ଝିଅ ନୁହେଁ। ତା ହୋଇଥିଲେ ଏତେ ଅବସ୍ଥା ହେବା ସତ୍ତ୍ୱେ ବାପା ତାର ଟିକେ ଖବର ପଠାଇ ନଥାନ୍ତା? ତାକୁ ଦେଖିବାକୁ ଚାହିଁ ନଥାନ୍ତା? ସେ ନିଥର କଣ୍ଠରେ କହିଲା, ମୋତେ ବେଳ କାହିଁ, ଦିନଟାଏ ମଧ୍ୟ ଛୁଟି ମିଳିବା ସମ୍ଭବ ନୁହେଁ। ବାପା ଡାକ୍ତରଖାନାରେ ଅଛି, ତାର କିଛି ଅସୁବିଧା ହେବ ନାହିଁ। ଫାଦର ଜୋସେଫ ଅଛନ୍ତି, ନର୍ସ ମେରିନା ଦିଦି ଅଛନ୍ତି। ସେ ତ ଝିଅଠାରୁ ଅଧିକ ସେବା କରନ୍ତି। ମୁଁ ଅଧିକ କ'ଣ କରିବି? ବାପାକୁ ଯେତିକି ଦିନ କଷ୍ଟ ଭୋଗିବାକୁ ଥିବ ସେ ଭୋଗିବ। ପୁଅ ଝିଅ ତ ଦେହରୁ କଷ୍ଟ କାଢ଼ି ନେବେ ନାହିଁ। ମଖି ହୃଦୟର ପ୍ରଚ୍ଛନ୍ନ ଅଭିମାନକୁ ଜଗମୋହନ ଆଦୌ ବୁଝିଲା ନାହିଁ। ସେ ଅବାକ୍ ହୋଇଗଲା। ଏଇ କ'ଣ ନବଘନର ଅଲି ଅଳି କୋମଳମତୀ ଝିଅ ମଖି? ସଂସାର କରିବା ପରେ ସବୁ ଝିଅ କ'ଣ ଏମିତି ବଦଳି ଯାଆନ୍ତି? ମଖି ଭଳି ଝିଅଟା କ'ଣ ଏଡ଼େ ସ୍ୱାର୍ଥପର, ଏଡ଼େ କଠୋର ହୋଇପାରେ? ସେ ଉପହାସଭରା କଣ୍ଠରେ କହିଲା, ଦୁ ତତେ ଆଉ ବେଳ କେଉଁଠି ମିଳିବ? ତୁ ତ ଗୋଟେ ଅଫିସରେ ଚାକିରି କରୁଛୁ। ଆଚ୍ଛା, ମନୁ ବିମାର ପଡ଼ିଲେ ତତେ ଛୁଟି ମିଳନ୍ତା କି ନାହିଁ? କିଏ ସେ କଥା ଜାଣେ? ଭଗବାନ କରନ୍ତୁ ଅଭାଗା ଛୁଆଟା ଗଡ଼ି ଗଡ଼ି ବଞ୍ଚିଯାଅ। ମଖି ବେଦନାଭରା କଣ୍ଠରେ କହିଲା। ଜଗମୋହନ ଅଟ୍ଟହାସ୍ୟ କରି ଉଠିଲା। ମଖିକୁ ଅଧିକ ଜଳାଇବା ପାଇଁ ସେ କହିଲା, ଅଭାଗା ଛୁଆଟା ବୋଲି କ'ଣ ରୋଗ ବି ତାକୁ ଛୁଇଁବ ନାହିଁ? ଦେଖୁଛି ତାର ଅସୁସ୍ଥତାରେ ବି ତୁ ଛୁଟି ମିଳିବ ନାହିଁ। ହଁ, ପୁଅର ମା ହେବା କୋଉ ବି ଅପୂର୍ବ କଥାଟାଏ କି? ପୁଅଟା ପାଇଁ ଚାକିରିଟା ଚାଲିଗଲେ ଏମିତି ଚାକିରିଟା ତ ଆଉ ମିଳିବ ନାହିଁ। ଚାକିରିଟା ଥିଲେ ମନୁ ଭଳି 10ଟା ପୁଅର ମା ହୋଇପାରିବୁ ନା କ'ଣ କହୁଛୁ? ଏମିତି ସେମିତି ଚାକିରିଟାଏ ତ ନୁହେଁ। କଥା ଶେଷ କରି ଜଗମୋହନ ଠୋ ଠୋ ହସି ଉଠିବା ବେଳକୁ ମଖିର ଆଖି ଦୁଇଟା ଲୁହରେ ଭରପୁର। ଜଗମୋହନ ଅଶ୍ଳୀଳ ଆକ୍ଷେପ ପାଇଁ ତାର ଭାବନା ନାହିଁ। ବାପାର ଏ ଅସହାୟ ଅବସ୍ଥା ହିଁ ତାର ଦୁଃଖର କାରଣ। ସେ ଏବେ କ'ଣ କରିପାରେ? ବାପା ତାର କାହାଠାରୁ ପଇସାଟେ ତ ହାତ ପତାଇ ନିଏ ନାହିଁ। ସଞ୍ଚୟ ତାର ଆଦୌ ନାହିଁ। ଟଙ୍କା ପଇସାର ଅଭାବରେ ତାର ଚିକିତ୍ସା ବ୍ୟାହତ ହେଉନାହିଁ ତ? ତା ଉପରେ ବାପାର କେତେ ଭରସା ନଥିଲା ସତେ? ସେ ବାପାର ମନୋନୀତ ସ୍ୱାମୀଟିର ହାତ ଧରିଥିଲେ ଏବେ କ'ଣ ତାକୁ ନିଜ ପାଖକୁ ନେଇଯାଇ ତାର ସମସ୍ତ ଦାୟିତ୍ୱ ବହନ କରିନଥାନ୍ତା? ମାତ୍ର ଏବେ ତାର ସମସ୍ତ ପଥ ରୁଦ୍ଧ। ମଖିର ବିଷାଦଭରା ଚକିତ ଠାଣିଟି ଜଗକୁ ଖୁବ୍ ସୁନ୍ଦର ମନେ ହେଲା। ଅଥଚ ଏ ସୁନ୍ଦରୀ ନାରୀଟି ତାର ପାଖରେ ଥାଇ ମଧ୍ୟ ବହୁ ଦୂରରେ। ତା ରକ୍ତରେ ଉଚ୍ଚବଂଶର ରକ୍ତ। ସେଇଥିପାଇଁ ସେ ତାର ପ୍ରେମକୁ ପଦାଘାତ କରି ନିଜର ଆଦିମ କ୍ଷୁଧାକୁ ମେଣ୍ଟାଇ ନିଏ ବାବୁଘରର ଚାକିରି ଦୁଆଇ ଦେଇ। ଏ କ'ଣ ସତ୍ୟ? ଜଗମୋହନ ନିଜ ଭିତରେ ଏକ ହିଂସ୍ର ଆନନ୍ଦ ଅନୁଭବ କରୁ କରୁ ମଖିକୁ ଆଉ ଟିକେ କଷ୍ଟ ଦେବା ପାଇଁ କହିଲା, ପଚାରିଲୁ ନାହିଁ ତ ବାପାର ଚିକିତ୍ସା କାହା ଦାୟିତ୍ୱରେ ହୋଇଛି? ଟଙ୍କା କେଉଁଠୁ ଆସୁଛି? ସବୁଗୁଡ଼ିକ ଔଷଧ ତ ଡାକ୍ତରଖାନା ଦେଇନାହିଁ। ମଖି ଆଶାୟୀ ଆଖିରେ ଜଗମୋହନକୁ ଚାହିଁ ରହିଲା। ଜଗମୋହନ ତଳ ଓଠକୁ କାମୁଡ଼ି କୁଟିଳ ହସ ହସି କହିଲା, ସେ ବାବୁ ଆସିଥିଲେ। କୋଉ ବାବୁ? ମଖିର ଛାତି ତଳେ ଥର ଥର ଭୂକମ୍ପ। ସେ ଯେଉଁ ଗବେଷଣା ବାବୁ, ଯେ ଅନେକ ଗୁଡ଼ାଏ ଗଭୀର ଗବେଷଣା କରି ଏ ଅନ୍ଧାରୀ ମୁଲକର ମଶାଲ ଜଳାଇବେ ବୋଲି ଖୁବ୍ ଗୁଡ଼ାଏ ଦିନ ଡାକବଙ୍ଗଳାରେ ଆସି ରହିଥିଲେ। ଯିଏ ଥିଲାବେଳେ ତୋର ବାପା ସହରର ଡାକ୍ତରଖାନାରେ ପଡ଼ିଥିଲେ ଗୁଡ଼ାଏ ଦିନ। ସେଇ ବାବୁ ଏବେ ବଙ୍ଗଳାକୁ ଆସିଥିଲେ। ଜଗୁ କଥା ଅଧା ରଖି ଅଳ୍ପ ଅଳ୍ପ ହସିଲା। ମଖି ମୁହଁରୁ ଦୃଷ୍ଟି ଖସାଇ ନେଇ ଆକାଶର ଶୂନ୍ୟତାରେ ଦୃଷ୍ଟି ଅନ୍ୟମନସ୍କ ଭଙ୍ଗୀରେ କହିଲା, କ'ଣ ହେଲା ସେଇଠୁ? କିଛି ହେଲା ନାହିଁ? ବାବୁ କହିଲେ ଡାକବଙ୍ଗଳାରେ ନବଘନକୁ ଏମିତି ଅବସ୍ଥାରେ ପଡ଼ିଥିବାର ଦେଖି ଡାକ୍ତରଖାନାକୁ ବୋହି ଆଣିବାକୁ। ତା ଚିକିତ୍ସାର ସବୁ ବ୍ୟବସ୍ଥା କଲେ। ଟଙ୍କା ପଇସା ଧରେଇ ଦେଇଗଲେ ଫାଦର ଜୋସେଫଙ୍କ ହାତରେ। ନବଘନର ଚିକିତ୍ସାରେ ଯେପରି କିଛି ହେଲେ ତ୍ରୁଟି ନ ହୁଏ ସେଥିପାଇଁ ଫାଦର ଜୋସେଫଙ୍କୁ ଅନୁରୋଧ କରିଗଲେ। ନବଘନ ପାଖରେ ଘର ମଣିଷଟି ଭଳି ବସି କେତେ ଦୁଃଖ ସୁଖ ହେଲେ। ଆଉ ତୋ କଥା ବି ପଚାରୁଥିଲେ? ମୋ କଥା? ମଖି ଶଙ୍କିତ ବାଷ୍ପାକୁଳ ଗଳାରେ ପ୍ରଶ୍ନ କଲା। ଜଗମୋହନ ନିଠେଇ ନିଠେଇ କହିଲା, ହଁ, ତୋରି କଥା। ନବଘନର ସୁନ୍ଦରୀ ଝିଅଟା ଏବେ କ'ଣ କରୁଛି, କେଉଁଠି ଅଛି, କାହାକୁ ବିବାହ କରିଛି ଇତ୍ୟାଦି ପଚାରୁଥିଲେ ମେରିନା ଦିଦିକୁ। କହିଲୁ କେଡ଼େ ଉଦାର ମଣିଷଟି ସେ ବାବୁଟି।
କେତେ ବାବୁ ଆସୁଛନ୍ତି ଯାଉଛନ୍ତି, ହେଲେ ନବଘନର ଚିକିତ୍ସା ଦାୟିତ୍ୱ କିଏ ନେଲା? ତାର ଭଲମନ୍ଦ ସୁଖ ଦୁଃଖର ଖବର, ତା ସୁନ୍ଦରୀ ଝିଅଟିର ଖବର ଆଉ କିଏ ପଚାରିଲା? ସବୁ ବାବୁଙ୍କର ମନଠାରୁ ତାଙ୍କ ମନଟି ଭିନ୍ନ। ସତେ? ମକ୍ଷୀ ମନେ ମନେ ଭାବିଲା, ହଁ, ସେଇ ଆଦିମ କ୍ଷୁଦାଟିକୁ ଛାଡ଼ିଦେଲେ ବାବୁଙ୍କଟି ଅନ୍ୟ ସମସ୍ତଙ୍କ ଠାରୁ ଭିନ୍ନ। ସେଇ ଗୋଟିଏ କଥାକୁ ବାଦ୍ ଦେଲେ ତାଙ୍କୁ ଅନ୍ୟ କୌଣସି ପୁରୁଷ ସହ ସମାନ ଆଖିରେ ଦେଖି ହୁଏ ନାହିଁ। ତାଙ୍କର ସେଇ ସ୍ୱତନ୍ତ୍ର କେତେଟା ଗୁଣ ହିଁ ତାରକେଶ୍ୱରୀ ମନରେ ପ୍ରଜାପତିର ଡେଣା ଲଗାଇ ଦେଇଥିଲା। ହେଲେ ଆଜି ସେ ଡେଣା ଛିଡ଼ି ଯାଇଛି। ଆଜି ସେ କୀଟଟିଏ ନରକର ଘୃଣ୍ୟ କୀଟଠାରୁ ବିହୀନ। ଆଜି ଆଉ ସେ ପ୍ରଜା ବାବୁଙ୍କର ଉଦାରତା କଥା ଭାବି ରାତି ଜାଗିଲେ କିଛି ଲାଭ ହେବ ନାହିଁ ତାର। ତାକୁ ପୁଣି ସକାଳୁ ସକାଳୁ କାମକୁ ଯିବାକୁ ହେବ। ଟିକିଏ ବିଳମ୍ବରେ ମା କୋପାଳ ନ ହେବେ। ମକ୍ଷୀ ଜଗମୋହନକୁ ନ ଚାହିଁ ନିଜ କୋଠରୀକୁ ଚାଲିଗଲା। ବିଛଣାରେ ଗଡ଼ିପଡ଼ି ନିଦ୍ରିତ ମନକୁ କୋଳକୁ ଟାଣି ଆଣୁ ଆଣୁ ତାର ଦୁଇ ଆଖି ଭିଜି ଆସିଲା। ଆହା, ବାପା ଥାଉ ଥାଉ ତାର ଧନ ବାପଛୁଣ୍ଡ ପିଲାଟି ପରି କେତେ ଦୁଃଖ କଷ୍ଟରେ ବଢ଼ି ନ ଉଠିଛି। ସେ ଯଦି ଉଚ୍ଚ ଜାତିର ଝିଅଟିଏ ହୋଇଥାନ୍ତା, ସେ ଯଦି ଶିକ୍ଷିତା ଝିଅଟିଏ ହୋଇଥାନ୍ତା, ବାବୁ କ'ଣ ତାକୁ ଗ୍ରହଣ କରିନଥାନ୍ତେ? ମକ୍ଷୀ ମନକୁ ଥାପୁଡ଼େଇ କାନ୍ଦିବାକୁ ଲାଗିଲା। ତାପର ଦିନ କାମକୁ ଯିବା ଆଗରୁ ମକ୍ଷୀ ଡାକ୍ତରଖାନା ଯାଇ ନବଘନ କୋଠରୀ ବାରଣ୍ଡାରେ ଠିଆ ହେଲା। ଝରକା ବାଟେ ପରିଷ୍କାର ଦିଶୁଛି ନବଘନର ଶଯ୍ୟା। ନବଘନ ଛାତର ଟାଇଲ ଗୁଡ଼ାକୁ ଏକଲୟରେ ଚାହିଁ ରହିଛି। ଆଖିରେ ପଲକ ପଡ଼ୁନାହିଁ। ଅନେକ ଦିନ ପରେ ବାପାକୁ ଏଭଳି ଅସହାୟ ଅବସ୍ଥାରେ ଡାକ୍ତରଖାନାର ଶଯ୍ୟାରେ ଦେଖି ମକ୍ଷୀର ହୃଦୟ କାରୁଣତାରେ ଭରିଗଲା। ଦୁଃଖ ଅପେକ୍ଷା ଅଭିମାନ ହିଁ ବେଶୀ କଷ୍ଟ ଦେଉଛି ତାକୁ। ଏକ ଅବୈଧ ସନ୍ତାନର ଜନନୀ ହେବା ପରେ ସେ ନବଘନର ଝିଅ ହୋଇ ନାହିଁ, ତାର ମୃତ୍ୟୁ ହୋଇଯାଇଛି। ସେଇଥିପାଇଁ ତାର ବାପା ତାକୁ ଥରଟିଏ ଦେଖିବା ପାଇଁ ମଧ୍ୟ ଖୋଜି ନାହିଁ। ବାପାର ସାମ୍ନାକୁ ଯିବାର ସମସ୍ତ ଅଧିକାରରୁ ସେ ବଞ୍ଚିତ ହୋଇ ପଡ଼ିଛି ଅବାଞ୍ଛିତ ଅବୈଧ ମନୁର ଜନନୀ ହୋଇ। ହାୟ, ଭାଗ୍ୟର ଏ କି ବିଡ଼ମ୍ବନା! ତାକୁ ନେଇ ବାପାର କେତେ ଆଶାର ଆକାଶ ଛୁଆଁ ସୌଧ। ତା ମନ ଭିତରେ ବାପା ପାଇଁ ଅନେକ କିଛି କରିବାର ପ୍ରତିଜ୍ଞା ଓ ଇଚ୍ଛା ସବୁ ଗୋଟାଏ ବାଲ୍ୟ ଚପଳତା ପାଇଁ ଧୂଳିସାତ୍ ହୋଇଯାଇଛି। ମକ୍ଷୀ ଭଳି ପବିତ୍ର ସୁନ୍ଦର ଝିଅଟା ପତିତା କୁତ୍ସିତା ହୋଇପଡ଼ିଛି। ନିଜ ପାଇଁ ନୁହେଁ, ବାପାର ଏ ଅସହାୟ ଦୟନୀୟ ଅବସ୍ଥା ପାଇଁ ମକ୍ଷୀର ଚକ୍ଷୁ ଅଶ୍ରୁଭରା ଅସ୍ଥିର ହୋଇଉଠିଲା। ଫାଦର ଜୋସେଫ ଆଉ ମେରିନାଦିଙ୍କୁ ବାପା ପାଇଁ ଅନୁରୋଧ ଜଣାଇ ମକ୍ଷୀ ଅପରାଧିନୀ ଭଳି ଆତ୍ମଗୋପନ କରି ଫେରିଆସିଲା ଡାକ୍ତରଖାନାର ଗେଟ୍ ଦେଇ। ଫାଦର ଜୋସେଫ ସେଇ ସହରୀ ବାବୁଙ୍କର ତାରିଫ କରୁଥିଲେ ମକ୍ଷୀ ସାମ୍ନାରେ। ସେ କୁଆଡ଼େ କରୁଣା, ଦୟା, ମାନବିକତାର ପ୍ରତୀକ। ତାଙ୍କର ଆତ୍ମା ପବିତ୍ର, ମନ ପର ପାଇଁ ବିଗଳିତ। ସେ ଦେବତା। ସେ ନବଘନର ସ୍ୱାସ୍ଥ୍ୟ ପାଇଁ ଉଦ୍ବିଗ୍ନ। ପୁଣି ଆସିବେ ସେ ନବଘନକୁ ଦେଖିବା ପାଇଁ। ଏମିତି ନିଃସ୍ୱାର୍ଥପର ବ୍ୟକ୍ତି କ୍ୱଚିତ୍ ଦେଖାଯାନ୍ତି। ମକ୍ଷୀ ହସିଲା ମନେ ମନେ। ଫାଦର ଜୋସେଫଙ୍କ ପାଖରେ ଯଦି ସେଇ ସହରୀ ବାବୁର କନଫେସ୍ କରନ୍ତି, ନିଜ ପ୍ରକାଶ କରି ନ ଦିଅନ୍ତି, ନା, ତା ସେ ପାରିବେ ନାହିଁ। ସଭ୍ୟତାର ମୁଖା ତଳେ ସେ ଆତ୍ମଗୋପନ କରି ବାହାରିବାରେ ଆନନ୍ଦ ପାଆନ୍ତି। ସେ ମୁଖାଟି ଖସି ପଡ଼ିଲେ ସେ ସମ୍ପୂର୍ଣ୍ଣ ନଗ୍ନ ହୋଇଯିବେ। ସବୁ ମଣିଷଙ୍କର ଏମିତି ଗୋଟିଏ ଗୋଟିଏ ମୁଖା ଥାଏ। ମୁଖା ଖୋଲିଦେଲେ ସୁଆଙ୍ଗ ଜମେ ନାହିଁ। ରାମଚନ୍ଦ୍ରଙ୍କ ମୁଖା ତଳେ ନିଜ ଗାଁର ବାଳୁଙ୍ଗା ଗୁଣ୍ଡା ମଦନାକୁ ଦେଖିଲେ ଆଉ ଯାତ୍ରା ଦେଖି ହୁଏ ନାହିଁ। ରାମଚନ୍ଦ୍ରଙ୍କର ପିତୃଭକ୍ତି, ବନବାସ, ଲଙ୍କା ଅଭିଯାନର କାହାଣୀ ଆଉ ମନକୁ ଛୁଏଁ ନାହିଁ। ରାମଚନ୍ଦ୍ରଙ୍କର ଅଭିନୟ ପାରି ମେଡାଲ ଦେଇ ହୁଏ ନାହିଁ। ଠିକ୍ ସେମିତି ବାବୁଙ୍କର ବନ୍ୟାନ୍ଧତାରେ କରୁଣା ଦୟାଶୀଳର ମୁଖାଟି ଖସାଇ ଦେଲେ ଫାଦର ଜୋସେଫଙ୍କଠାରୁ ବାହାବା ନେଇ ହେବ ନାହିଁ। ସମାଜରେ ପ୍ରତିଷ୍ଠା ମିଳିବ ନାହିଁ, ସମ୍ମାନ ମିଳିବ ନାହିଁ। ଆଉ ବାବୁଙ୍କର ସୁନ୍ଦର ମୁଖାଟି? ସେମାନେ ସବୁ ମୁଖାପିନ୍ଧା ମଣିଷ। ମୁଖା ଖୋଲିଦେଲେ ବଞ୍ଚିପାରିବେ ନାହିଁ। ମକ୍ଷୀ ପ୍ରତିଦିନ ଡାକ୍ତରଖାନା ଯାଏ। ସନ୍ତର୍ପଣରେ ଦୂରରୁ ବାପାକୁ ଦେଖିଥାଏ। ତା ସ୍ୱାସ୍ଥ୍ୟର ଖବର ବୁଝେ। ନବଘନର ସାମ୍ନାକୁ ଯାଏ ନାହିଁ। ପ୍ରତିଦିନ ଡାକ୍ତରଖାନାରେ ଆସିବା ବେଳେ ଗୋଟାଏ କ୍ଷୀଣ କୁଣ୍ଠିତ ଆଶା ଜାଗି ଉଠେ। ଦେଖା ହୋଇଯିବ କି ତାର ବାବୁ ସଙ୍ଗେ? ବାବୁ ବାପାକୁ ଦେଖି ଆସିବାର ପ୍ରତିଶ୍ରୁତି ଦେଇଛନ୍ତି। ସେ ହୁଏତ ଆସିବେ। ମେରିନା ଦିଦି ମଧ୍ୟ ସେଦିନ ବାବୁଙ୍କର ଖୁବ୍ ତାରିଫ କରୁଥିଲେ। ବାବୁ କୁଆଡ଼େ କହୁଥିଲେ, ଏ ବସ୍ତି, ଏ ବଣ, ଏ ପାହାଡ଼, ନଈ ତାଙ୍କର ଅତି ପ୍ରିୟ। ଏ ବସ୍ତିର ରହଣି କାଳର ସ୍ମୃତି କୁଆଡ଼େ ଅପାସରା। ଏବେ ବି ସେ ଝୁରି ହେଉଛନ୍ତି ଏ ଜଙ୍ଗଲ ବସ୍ତିଟିକୁ। ମାତ୍ର ତାଙ୍କର ସ୍ତ୍ରୀ କେଉଁ ଅଶରୀରୀର ଆତ୍ମା ଭୟରେ ତାଙ୍କୁ ଆଦୌ ଛାଡ଼ୁନାହିଁ ଡାକବଙ୍ଗଳାରେ ରାତି କଟାଇବାକୁ। ଏ ବସ୍ତିର ନୂତନ ରୂପ, ଉନ୍ନତି, ପ୍ରଗତିର ଛବି ତାଙ୍କୁ ଆନନ୍ଦ ଦେଇଛି। ଫାଦର ଜୋସେଫଙ୍କଠାରୁ ପ୍ରଗତିର ସଫଳ କାହାଣୀ ଶୁଣି ସେ ଜଗମୋହନକୁ ଖୁବ୍ ପ୍ରଶଂସା କରୁଥିଲେ।
ଏ ବସ୍ତିର ଉନ୍ନତି ପାଇଁ, ଏ ଅସଂଖ୍ୟ ଅଧିବାସୀ ଶିକ୍ଷା, ସଭ୍ୟତା, ସ୍ୱଚ୍ଛନ୍ଦ ଜୀବନ ପାଇଁ ସେ ଜଗମୋହନକୁ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିବେ ବୋଲି କହିଯାଇଛନ୍ତି। ଜଗମୋହନ ନବଘନର ଝିଅକୁ ବିବାହ କରିବା କଥା ଶୁଣି ଆହୁରି ଆନନ୍ଦିତ ହେଲେ। ଆଉ ଥରେ ଆସିଲେ ସେ ନିଶ୍ଚୟ ଜଗମୋହନକୁ ବଧାଇ ଜଣାଇବାକୁ ଯିବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି। ନର୍ସ ମେରିନା ଦିଦିଠାରୁ ବାବୁଙ୍କର ଆନନ୍ଦ ଓ ଇଚ୍ଛାର ପରିପ୍ରକାଶ ଶୁଣି ମଖୀ ପ୍ରତିବାଦ କରିଥିଲା। ଦିଦି, ଦୟାକରି ସେ ବାବୁଙ୍କୁ ଆମ କୁଡ଼ିଆକୁ ପଠାଇବ ନାହିଁ। ନର୍ସ ମେରିନା ଦିଦିଙ୍କଠାରୁ ବାବୁଙ୍କର ଆନନ୍ଦ ଓ ଇଚ୍ଛାର ପରିପ୍ରକାଶ ଶୁଣି ମଖୀ ପ୍ରତିବାଦ କରିଥିଲା। ଦିଦି, ଦୟାକରି ସେ ବାବୁଙ୍କୁ ଆମ କୁଡ଼ିଆ ଆଡ଼କୁ ପଠାଇବେ ନାହିଁ। ମୋର ସ୍ୱାମୀଙ୍କୁ ତ ତମେ ଜାଣ, ସହରୀ ବାବୁମାନଙ୍କୁ ସେ ଭୟଙ୍କର ଘୃଣା କରେ। ସେମାନଙ୍କ ପ୍ରତିଟି କଥା, ଇଚ୍ଛା, ବଦାନ୍ୟତା ଓ ସାହାଯ୍ୟକୁ ସେ ସନ୍ଦେହ କରେ। ହୁଣ୍ଡା ଗୁଣ୍ଡାଟାଏ। ବାବୁଙ୍କ ସଙ୍ଗେ କେମିତି ବ୍ୟବହାର କରିବ କିଏ ଜାଣେ। ବାବୁ ଦେବତା ଭଳି ଏଡ଼େ ଉଦାର ଓ ମହାନ। ବାବୁଙ୍କର ଅପମାନ କରିବାକୁ ମୁଁ ଚାହେଁ ନାହିଁ। ଦୟାକରି ତାଙ୍କୁ ବାରଣ କରିବ। ମେରିନା ଦିଦି କଥାର ଯଥାର୍ଥତା ଉପଲବ୍ଧ କରିଥିଲେ। ଆଉ ଥରେ ବାବୁ ଆସିଥିଲେ ନବଘନକୁ ଦେଖିବାକୁ। ମେରିନା ଦିଦିଙ୍କ ବାରଣରେ ସେ ତା କୁଡ଼ିଆକୁ ଯାଇନଥିଲେ। ସେ ନିଶ୍ଚିନ୍ତ ହୋଇଥିଲା। ମାତ୍ର କେଜାଣି କାହିଁକି ବାବୁଙ୍କୁ ଥରେ ଦେଖିବାର ଇଚ୍ଛାଟା ତା ଭିତରେ ଅନାୟାସରେ ଜାକି ଉଠୁଛି। ସେ ନିଜେ ବି ବୁଝିପାରୁନାହିଁ। ଅଥଚ ସେ ଜାଣେ ସେ କେବେ ହେଲେ ଆଉ ଥରେ ବାବୁଙ୍କୁ ସାମ୍ନା କରିବ ନାହିଁ। ତାଙ୍କ ପାଖରେ ସେ କିଛି ମାତ୍ର ଅଭିଯୋଗ ବାଢ଼ିବ ନାହିଁ। ତାଙ୍କର ସ୍ନେହ, ସହାନୁଭୂତି, ସାହାଯ୍ୟ ଗ୍ରହଣ କରିବ ନାହିଁ। ତାଙ୍କର ତା ସତ୍ତ୍ୱେ ବି ବାବୁଙ୍କ ସଙ୍ଗେ ଥରେ ଭେଟ ହୋଇଯିବାର ଆଶାଟି ପାଉଁଶ ତଳର ନିଆଁ ଭଳି ତା ମନ ଭିତରେ ଦିକି ଦିକି ଜଳି ଉଠୁଛି। ସେଦିନ ମା କେଉଁ ସାଙ୍ଗମାନଙ୍କ ସଙ୍ଗେ ପାଖ ସହରକୁ ବୁଲିବାକୁ ଗଲେ। ରାତିରେ ଫେରିବା ନ ଫେରିବା କିଛି କହିକଲେ ନାହିଁ। ମଖୀକୁ କହିକଲେ ତାଙ୍କ ଫେରିବା ପର୍ଯ୍ୟନ୍ତ ବାବୁଲାକୁ ଅନ୍ୟ ଆୟା ଆଉ ଚାକରଙ୍କ ପାଖରେ ଛାଡ଼ି ନ ଯିବା ପାଇଁ। ବାଧ୍ୟ ହୋଇ ମଖୀକୁ ଅପେକ୍ଷା କରିବାକୁ ହେଲା। ଅନେକ ରାତିରେ ବାବୁ ଫେରିଲେ। ମାଙ୍କର ଦେଖା ନାହିଁ। ବାବୁ ଯାଇଥିଲେ ଅନ୍ୟ କାମରେ। ମା ନ ଫେରିଥିବା କଥା ପୂଜାରୀଠାରୁ ଶୁଣି ବାବୁ ବ୍ୟସ୍ତ ହେଲେ ନାହିଁ। ମା ଦିନେ ଦିନେ ନ ଫେରିବାରେ ବାବୁ ଅଭ୍ୟସ୍ତ। ମାଙ୍କର ବନ୍ଧୁବାନ୍ଧବମାନେ ଦିନରାତି ବାବୁଙ୍କ ଘରେ ଭିଡ଼ ଜମାନ୍ତି। ଖାଇବା ପିଇବା, ଭୋଜି ଉତ୍ସବରେ ଘରଟା ହୁଲସ୍ଥୁଲ ହେଉଥାଏ ସବୁବେଳେ। ବାବୁ ସେସବୁର ହିସାବ ରଖନ୍ତି ନାହିଁ, ପ୍ରତିବାଦ ବି କରନ୍ତି ନାହିଁ। ସବୁ ସମ୍ପତ୍ତି ମାଙ୍କର। ଭବିଷ୍ୟତରେ ସେ ସମ୍ପତ୍ତିର ମାଲିକ ହେବେ। ବାବୁଙ୍କର ଇଚ୍ଛା ଅନିଚ୍ଛା, ପସନ୍ଦ ଅପସନ୍ଦ ଏଠାରେ ଚଳେ ନାହିଁ। ବାବୁଲାକୁ ଆୟା ପାଖରେ ଛାଡ଼ି ଫେରିଯିବ ବୋଲି ମଖୀ ସ୍ଥିର କରି ଉଠିଲା ବେଳକୁ ଦେଖିଲା ବାବୁଲାର ଦେହରେ ଭୀଷଣ ତାତି। ବାବୁଲା ନିସ୍ତେଜ ହୋଇ ପଡ଼ି ରହିଛି। ମଖୀ ଚମକି ଉଠିଲା। ମାଙ୍କ ଅନୁପସ୍ଥିତିରେ ଜରୁଆ ପିଲାଟାକୁ ଛାଡ଼ିଗଲେ ଚାକିରି ଖଣ୍ଡକ ଚାଲିଯିବ। ଆଗୁଆ ଦରମା ଶୁଝି ହେବ ନାହିଁ। ସାରା ରାତି ବାବୁ ଘରେ ରହିଗଲେ ଜଗମୋହନ ଆଉ ତାକୁ ରଖିବ ନାହିଁ। ଧକ୍କା ମାରି ରାସ୍ତାକୁ ତଡ଼ି ନ ଦେବ ବୋଲି କିଏ କହିବ। ଆଉ ମନୁଟି ତାକୁ ଖୋଜି ଖୋଜି ରାତି ସାରା ଶୋଇବ ନାହିଁ। ମାତ୍ର ସେ ନାଚାର। ସେ ଯେକୌଣସି ମତେ ଯାଇପାରିବ ନାହିଁ ବାବୁଲାକୁ ଛାଡ଼ି। ବିଚରା ବାବୁଲା ମନୁ ଭଳି ସେ ମଧ୍ୟ ଅବୋଧ ପିଲାଟିଏ। ବାବୁଲାକୁ କ୍ଷୀର ଦେଉ ଦେଉ ନିଜ ଭିତରେ ଗୋଟାଏ ସ୍ୱର୍ଗୀୟ ମମତାବୋଧ ଜାଗି ଉଠିଲା। ଆହା, ବଞ୍ଚି ରହୁ ପିଲାଟା ସୁସ୍ଥ ଶରୀରରେ। ବିନ୍ଦୁଏ ଜଳଦାନ କଲେ ସିନ୍ଧୁ ନିଃଶେଷ ହୋଇଯାଏ ନାହିଁ। ମାର ମମତା ସିନ୍ଧୁଠାରୁ ବିଶାଳ ମହାନ। ସେ ସିନ୍ଧୁରେ ବାବୁଲାକୁ ଅବଗାହିଲାଏ ମନୁ ପାଇଁ ମମତାର ସଲିଳ ନିଃଶେଷ ହୋଇଯିବ ନାହିଁ। ବନ୍ୟ ଝିଅ ମଖୀର ହୃଦୟଟି ସହରର ଗଳିରାସ୍ତା ପରି ସଂକୀର୍ଣ୍ଣ ଆବର୍ଜନାପୂର୍ଣ୍ଣ ନୁହେଁ। ସେ ହୃଦୟଟି ସବୁଜ ଅରଣ୍ୟ ଭଳି ବିଶାଳ, ନିର୍ମଳ, ସୁନୀଳ। ସେ ହୃଦୟରେ ଝରନିର୍ଝର ମମତାର ନଦୀ ଓ ଝରଣା। ବାବୁଲାକୁ ସେ ଅସହାୟ ଭାବରେ ଛାଡ଼ି ଯାଇପାରିବ ନାହିଁ। ବାବୁଲାକୁ କିଛି ଔଷଧ ଦେବ ହେବ। ମଖୀ ଆୟାକୁ ବାବୁଲାର ଅସୁସ୍ଥତା କଥା କହିଲା। ଆୟା ଜ୍ୱର ଦେଖି ଚମକି ଉଠିଲା। ବାବୁଲା ଦେହରେ 104 ଜ୍ୱର। ନିମିଷକରେ ସମଗ୍ର ଘରଟା ସଜାଗ ହୋଇ ଉଠିଲା। ବାବୁ ଖବର ପାଇ ନିଜ କୋଠରୀରୁ ବାବୁଲାର କୋଠରୀକୁ ଆସିଲେ। ମଖୀ ଓଢ଼ଣା ଟାଣିଦେଲା। ଏ ସହରୀ ବାବୁମାନଙ୍କୁ ସେ ଭୟ କରେ। ତାଙ୍କ ଆଖିରେ ରୂପର ନିଶା। ସେ ନିଶାରେ ସେମାନେ ପଶୁ ପାଲଟି ଯାଆନ୍ତି। ମଖୀ ଏପର୍ଯ୍ୟନ୍ତ ବାବାଙ୍କୁ ସାମ୍ନା କରିନାହିଁ କେବେ। ବାବୁଙ୍କର ରୂପ ଦେଖି ନାହିଁ। ଓଢ଼ଣା ଫାଙ୍କରୁ ଥରେ ବାବୁଙ୍କୁ ଦେଖି ନେଉ ନେଉ ମଖୀର ସର୍ବାଙ୍ଗ ଅବଶ ହୋଇଗଲା। ବାବୁଲା ଦେହରେ ସମସ୍ତ ଉତ୍ତାପ ସତେବା ତା ଦେହକୁ ସଂକ୍ରମିତ ହୋଇଗଲା। ଚେହେରା ରକ୍ତଶୂନ୍ୟ ହୋଇଗଲା। ହାୟ, ତାର ମାଲିକ ସେଇ ସହରୀ ବାବୁ, ସେ ଉଦାର ବୋଲାଉଥିବା ମହାପୁରୁଷ, ସେଇ ତାର ଦୁରନ୍ତ ନିଷ୍ଠୁର ପ୍ରେମିକ, ଯାହାଙ୍କର କଥାର ନିଶାରେ ମତୁଆଲା ହେଇ ସେ ବାଟ ଭୁଲିଛି। ଅବାଟର କଣ୍ଟା ସବୁ ତାର ସମଗ୍ର ଜୀବନକୁ ରକ୍ତାକ୍ତ କ୍ଷତାକ୍ତ କରିଦେଇଛି।
ହେଲେ ବାବୁଙ୍କର ଚଲାବାଟରେ ଖାଲି ସୁଖ ବିଭବ ଉଲ୍ଲାସର ସତେଜ ଫୁଲ। ତାଙ୍କ ବାଟରେ ଆଦୌ କଣ୍ଟା ନାହିଁ। କାରଣ ସେ ପୁରୁଷ, ଉଚ୍ଚ ବଂଶସ୍ଥ, ବିତ୍ତଶାଳୀ, ସଭ୍ୟ ମଣିଷ। ଆଉ ସେ ଏକ ଅନାର୍ଯ୍ୟ, ଅଶିକ୍ଷିତା, ଦରିଦ୍ର, ବନ୍ୟ ନାରୀ। ଥରେ ଅବାଟରେ ପାଦ ଦେଇ ସୁବାଟକୁ ଫେରିଯାଇ ହୁଏନା। ମଖିର ଇଚ୍ଛା ହେଲା ସେ ଧାଇଁ ଧାଇଁ ପଳେଇ ଯାଆନ୍ତା ଆଉ ଥରେ ଫେରିଆସନ୍ତା ନାହିଁ। ହାୟ, ସେ ଯଦି ଜାଣିଥାନ୍ତା ତାର ମାଲିକାଣୀ ତାର ସେଇ ଦୁରନ୍ତ ପ୍ରେମିକଙ୍କର ପତ୍ନୀ ବୋଲି, ସେ କ'ଣ କେବେ ହେଲେ ଏମିତି ଚାକିରିଟିଏ ଗ୍ରହଣ କରି ନିଜର ଚରମ ଦୁର୍ଦ୍ଦଶାକୁ ଡାକି ଆଣିଥାନ୍ତା? ମାତ୍ର ସେ ଏବେ ନିରୁପାୟ। ଜୀବନେନ୍ଦୁ ବାବୁଲାକୁ କୋଳକୁ ନେଲେ। ତାଙ୍କର ଗଭୀର ମୁଖମୁଦ୍ରାରେ ବିଷଣ୍ଣତାର ମଳିନ ସ୍ପର୍ଶ। ବାବୁଲା ଚିତ୍କାର କରି କାନ୍ଦି ଉଠିଲା। ଜୀବନେନ୍ଦୁ ଯେତେ ବୋଧ ଦେଲେ ମଧ୍ୟ ବୁଝିଲା ନାହିଁ। ଜୀବନେନ୍ଦୁ ବିରକ୍ତିରେ ବାବୁଲାକୁ ମଖି ହାତକୁ ବଢ଼ାଇ ଦେଉ ଦେଉ କହିଲେ, ହ, ମା ଯେମିତି ଜିଦଖୋର, ଛୁଆ ବି ସେମିତି ଏକଜିଦିଆ। ମା ଭୋଜି ଉତ୍ସବରେ ମାତିଛନ୍ତି, ପିଲାର କାନ୍ଦ ଦେଖ। ନେ ବୁଝାଇ ଦେ ପିଲାଟିକୁ। ଜ୍ୱର ବଢ଼ିଯାଇଛି, କଷ୍ଟ ହେଉଥିବ। ପିଲାଟା ବୁଝିଯାଉ, ମୁଁ ଔଷଧ ଆଣୁଛି। ମଖି ସନ୍ତର୍ପଣରେ କମ୍ପିତ ହୃଦୟରେ ହାତ ବଢ଼ାଇ ଛୁଆଟାକୁ ଜୀବନେନ୍ଦୁଙ୍କ ହାତରୁ ଆଣିଲା। ମଖିର ସେଇ ପ୍ରସାରିତ ଚମ୍ପାରଙ୍ଗର ସୁଗୋଲ ସୁଠାମ ହାତର ପାପୁଲି ଉପରେ ଗାଢ଼ ତିଳ ଚିହ୍ନଟିଏ। କ୍ଷଣିକ ପାଇଁ ବିଚଳିତ ହୋଇ ଉଠିଲେ ଜୀବନେନ୍ଦୁ। ବାବୁଲାକୁ ତା ହାତକୁ ବଢ଼େଇ ଦେଉ ଦେଉ ଅକସ୍ମାତ୍ ପଚାରିଦେଲେ, ତୋ ନାଁଟି କ'ଣ ଲୋ? ମଖିର ଗଳା ଶୁଷ୍କ, ପାଟିରୁ କଥା ବାହାରୁ ନାହିଁ। କାନ୍ଦୁରା ବାବୁଲାକୁ ବୋଧ ଦେଉ ଦେଉ ସେ ଜୀବନେନ୍ଦୁଙ୍କର ପ୍ରଶ୍ନକୁ ଏଡ଼ାଇ ଦେଲା। ମଖିର ବୁକୁରେ ମୁଖ ରଖି ବାବୁଲାର କାନ୍ଦ ଥପ୍ କରି ବନ୍ଦ ହୋଇଗଲା। ଜୀବନେନ୍ଦୁଙ୍କୁ ପଛ କରି ମଖି ଖଟ ଉପରେ ବସି ବାବୁଲାର ଓଠରେ ଅମୃତର ଧାରା ଢାଳିଦେଲା। ବାବୁଲା ତା ବୁକୁର ଅମୃତପାନ କରୁଥିବାର ଦୃଶ୍ୟଟି ଜୀବନେନ୍ଦୁଙ୍କୁ ଅପୂର୍ବ ମନେ ହେଲା। ମଖି ବସିବାର ସୁନ୍ଦର ଠାଣିଟି ତାଙ୍କୁ ଖୁବ୍ ଭଲ ଲାଗିଲା। ସେ ମଧୁର ଗଳାରେ କହିଲେ, ବାଃ, ପିଲାଟି ତ ଖୁବ୍ ଆଦରି ଯାଇଛି ତତେ। ମନ୍ତ୍ର କଲାବେଳେ ତାର କାନ୍ଦ ବନ୍ଦ ହୋଇଗଲା, ଅଥଚ ମୋ ପାଖରେ ବିଛୁଆତି ଲାଗିଲା ଭଳି ରଡ଼ି କରୁଛି। ଜୀବନେନ୍ଦୁଙ୍କୁ ପଛ କରି ବସି ମଖି ବାବୁଲାର ମୁଖରେ ମଧୁ ଭରି ଦେଉ ଦେଉ ତାର ଆଖିର ଲୁହଧାର ବାବୁଲାର ଉତ୍ତପ୍ତ କପାଳରେ ଖସିଗଲା। ବାବୁଲା ଆଉ ମନୁ ଗୋଟିଏ ପିତାର ସନ୍ତାନ, ଦୁଇ ଭାଇ। ଗୋଟିଏ ବୃନ୍ତରେ ଗୋଟିଏ କଳି। ଦୁହିଁଙ୍କ ଆଗରେ ଆଗାମୀ ଦିନର ଝଲମଲ ସ୍ୱପ୍ନ। ଅଥଚ କେତେ ତଫାତ୍ ଦୁହିଁଙ୍କର ପରିବେଶ, ଖାଦ୍ୟପେୟ, ପୋଷାକ, ପରିଚ୍ଛଦରେ। ବାବୁଲା ଓ ମନୁଙ୍କ ଭିତରେ ଗୋଟାଏ ବିରାଟ ପ୍ରାଚୀର। ପ୍ରାଚୀରର ଏକ ପାର୍ଶ୍ୱରେ ବାବୁଲାର ଆଭିଜାତ୍ୟଭରା ବାଦଶାହୀ ପ୍ରାସାଦ, ଅନ୍ୟ ପାର୍ଶ୍ୱରେ ମନୁର ମାଟିଝାଟି ଘେରା ପତ୍ର କୁଡ଼ିଆ ସନ୍ତସନ୍ତିଆ କଚ୍ଚା ଚଟାଣରେ ମଇଳା ଛିଣ୍ଡା କନ୍ଥା ଉପରେ ଶୋଇ ମନୁ କି ସ୍ୱପ୍ନ ଦେଖିପାରେ? କାଲି ସକାଳେ ବାବୁଲା ମାଲିକ ହୋଇ ମନୁ ଭଳି ଅଗଣିତ ଶ୍ରମିକ ମଜଦୁରଙ୍କର ଭାଗ୍ୟ ନିୟନ୍ତ୍ରଣ କରିବ। ସତେ କ'ଣ ମନୁ ଶ୍ରମିକ ମଜଦୁର ବ୍ୟତୀତ ଅନ୍ୟ କିଛି ହେବ ନାହିଁ? ସେ କ'ଣ ଏଠାରେ ସାରା ଜୀବନ ଚାକିରି କରି ମନୁକୁ ମଣିଷ କରିବା ପାଇଁ ସମ୍ଭବ ହେବ? ନା, ଅସମ୍ଭବ। ଯେଉଁ ନିର୍ଦ୍ଦୟ ପୁରୁଷଟିର ଗୋଟାଏ ଖିଆଲରେ ଖେଳର ମନୁ ପରି ଏକ ଅବୈଧ ସନ୍ତାନର ଜନ୍ମ, ସେହି କଳଙ୍କର ବୋଝ ବୋହି ସମଗ୍ର ଜୀବନ ସମାଜଠାରୁ ମୁହଁ ଲୁଚାଇ ବୁଲି ବୁଲି ପୁଣି ତାଙ୍କର ସାହାଯ୍ୟ ନେଇ ସେ ମନୁକୁ ମଣିଷ କରିବ। ମଖିର ଭାବନାରେ ବାଧା ଦେଇ ଜୀବନେନ୍ଦୁ ବରଫର ବ୍ୟାଗ୍ ଧରି ଘରକୁ ପଶିଲେ। ତା ହାତକୁ ବଢ଼େଇ ଦେଇ କହିଲେ, ନେ, ମୁଣ୍ଡରେ ବରଫ ଦେ, ଏଇ ଔଷଧଟା ଖୋଇଦେ, ଜ୍ୱର କମିଯିବ। ମୁଁ ଶୋଉଛି। ଦେଖ, ଘୁମାଇ ପଡ଼ିବୁନି। ସାରା ରାତି ଜଗି ରହିବୁ। ପୁଣି ହୁଏତ ଜ୍ୱର ବଢ଼ିଯାଇପାରେ। ଆୟା ମଝିରେ ମଝିରେ ରେକର୍ଡ଼ କରିବ। ଦରକାର ପଡ଼ିଲେ ମୋତେ ଉଠେଇବ। ସେଦିନ ଘରକୁ ଫେରିବା ମଖି ପକ୍ଷରେ ସମ୍ଭବ ହେଲା ନାହିଁ। ଅଥଚ ମନୁଟାକୁ ଅଳ୍ପ ସର୍ଦ୍ଦି କାଶ ଧରିଥିଲା। ରାତିରେ କାଶଟା ବଢ଼ିଯିବା ଫଳରେ ମନୁ ନିଶ୍ଚୟ ଅସ୍ଥିର କରିଥିବ ଡିମିରି ମା'କୁ। ଜଗୁ ଅଶ୍ଳୀଳ ଗାଳିଗୁଲଜ କରି ତାର ସପ୍ତ ପୁରୁଷ ଉଦ୍ଧାର କରୁଥିବ। ଅଥଚ ସେ ସାରା ରାତି ତାର ହୃଦୟହୀନ ପ୍ରେମିକର ସନ୍ତାନକୁ ଜଗି ବସିଛି। ତାର ପରଦିନ ସନ୍ଧ୍ୟାରେ ମଖି ଘରକୁ ଫେରିଗଲା। ଜଗମୋହନ ମନୁକୁ କୋଳରେ ଧରି ବସିଥିଲା। ତାର ଆଖି ଓ ମୁହଁ ଲାଲ। ମଖିକୁ ଦେଖି ଜଗମୋହନର ଆଖି ଦୁଇଟା ଶିକାରୀ ବାଘର ଆଖି ଭଳି ଦପ୍ ଦପ୍ ଜଳି ଉଠିଲା। ମନୁ ମଖି ଆଡ଼କୁ ହାତ ବଢ଼ାଇ କାନ୍ଦି ଉଠିଲା। ମଖି ଡରି ଡରି ପଚାରିଲା, କ'ଣ ହୋଇଛି? ମନୁର ଦେହ କ'ଣ ଭଲ ନାହିଁ? ଜଗମୋହନ ତାଚ୍ଛଲ୍ୟ କରି କହିଲା, ତୁ ଆଦୌ ନ ଫେରିଲେ କ'ଣ ଚଳନ୍ତା ନାହିଁ? ଗୋଟାଏ ରାତି ମନୁ କାନ୍ଦି କାନ୍ଦି କାଶି କାଶି ନୟାନ୍ତ ହେଲା। ସାରା ରାତି ବାନ୍ତି ଆଉ କାଶ, ପେଟରେ ପାଣି ଟିକେ ରହୁନି। ସେମିତି ଆଉ ଗୋଟାଏ ଦୁଇଟା ରାତି ହେବ। ତାପରେ ଅଭ୍ୟାସ ପଡ଼ିଗଲେ ସବୁ ଠିକ୍ ହୋଇଯିବ। ମା ଛୁଣ୍ଡ ପିଲା ତ ପୁଣି ବଞ୍ଚି ରହୁଛନ୍ତି। ମଖି ମନୁ କୋଳକୁ ନେଇ କହିଲା, ପିଲାଟିର ବାପା ନାହିଁ। ମା ଛୁଣ୍ଡ ହେଲେ ଆହୁରି ହତଭାଗା ହୋଇଯିବ। ସେଥିପାଇଁ ହୁଏତ ଭଗବାନ ଏ ନିଲଠା ଜୀବନଟାକୁ ନେଉନାହାନ୍ତି। କହୁ କହୁ ମଖିର ଆଖି ଭିଜି ଆସିଲା। ଜଗ ସେତିକ ଭ୍ରୂକ୍ଷେପ ନ କରି କହିଲା, ତୁ ଗୋଟେ କାମ କର, ବାବୁ ଘରେ ଏଥର ପୁରା ରହିଯା।
ତୁ କହିଲେ ତତେ ସେ ଘର କ'ଣ କୋଠା ଖଣ୍ଡେ ବି ଦେଇଦେବେ। ମନୁକୁ ମୁଁ ସମ୍ଭାଳି ନେବି। ମନୁ ଏବେ ଛୁଆ ଅଛି, ବଡ଼ ହୋଇଗଲେ ସବୁ କଥା ବୁଝାଇବାକୁ ତାକୁ ବାକି ରହିବ ନାହିଁ। ସେତେବେଳେ ତୁ ଦୁଃଖ ପାଇବୁ। ବରଂ ଏବେଠୁ ମନୁଠୁ ଦୂରରେ ରହିବା ଉଚିତ। ମଖି ଜଗମୋହନର କଥାକୁ କାନକୁ ନେଲା ନାହିଁ। କରୁଣ କଣ୍ଠରେ ପ୍ରଶ୍ନ କଲା, ମନୁ କିଛି ଔଷଧ ଖାଇଛି? ହଁ, ତୁଳସୀ ପତ୍ର ରସ ଆଉ ମହୁ, ହେଲେ ପେଟରେ କିଛି ରହୁନାହିଁ। ଯୋଗୁ ଫୋପାଡ଼ିଲା ପରି କହିଲା। ମଖି ଉତ୍ତପ୍ତ କଣ୍ଠରେ କହିଲା, ଔଷଧ ଆଣିଲ ନାହିଁ ଡାକ୍ତରଖାନାରୁ? ପିଲାଟି ସାରାଦିନ ବାନ୍ତି କରି ହାଲିଆ ପଡ଼ିଛି। ଜଗମୋହନ ଖତେଇ ହେଲା ଭଳି କହିଲା, ବାବୁ ଘରେ କାମ କରି ରଙ୍ଗଢଙ୍ଗ ଲୁଗା ପିନ୍ଧି ଆଖିଟା ବଡ଼ ହୋଇଗଲାଣି ପରା। ମନୁ ତ ବାବୁ ଘରର ପିଲା ନୁହେଁ ଯେ ଟିକେ କଥାରେ ତା ପାଇଁ ଔଷଧ ଖଞ୍ଜା ହେବ। ସେ ବଣଭୂଇଁର ଛୁଆ, ସେମିତି ଗଡ଼ି ଗଡ଼ି ସେ ବଞ୍ଚିଲେ ବଞ୍ଚିବ, ନହେଲେ ନାହିଁ। ଏଇଟା କିଛି ନୂଆ କଥା ନୁହେଁ। ମନୁ ପାଇଁ ତୋର ମୁଣ୍ଡ ବ୍ୟଥା କାହିଁକି? ତୁ ତ ବାବୁଘର ଛୁଆଟିର ଯତ୍ନ ନେଉଛୁ, ତାରି ଦେହ ମୁଣ୍ଡ କଥା ଚିନ୍ତା କର। ମଖି ଥର ଭାଙ୍ଗି ପଡ଼ିଲା। ତାର ସମସ୍ତ ରୁଦ୍ଧ ବେଦନା ବନ୍ଧ ଭାଙ୍ଗି ଝରି ଆସିଲା। ସେ କୋହ ଚାପି କହିଲା, ଜଗୁ, ତୋର ଆକ୍ଷେପ ମୁଁ ବୁଝୁଛି। ମୋତେ ବାବୁଘର କାମରେ ସୁଖ ମିଳୁନାହିଁ। ମୁଁ ଆଉ ସେଠି କାମ କରିବାକୁ ଚାହେଁ ନାହିଁ। ତୁ ଜାଣୁନାହୁଁ ମା ହୋଇ ମୁଁ କି କାମ କରୁଛି ସେଠି। ମୋତେ ତୁ ବଞ୍ଚାଇବୁ। ମୋତେ କିଛି ଟଙ୍କା ଯେଉଁଠୁ ଆଣିଲେ ଆଣିଦେବୁ। ବାବୁଘରର ସମସ୍ତ ପାଉଣା ତୁଟେଇ ଦେଇ ଚାଲି ଆସିବି। ଟଙ୍କା ଆଣି ମୁଁ ବେଇମାନ କରିପାରୁନି ବୋଲି ମୁଁ ସେଠି ପଡ଼ି ରହିଛି। ଜଗୁ ଠୋ ଠୋ ହସି ଉଠିଲା। ବିକୃତ କଣ୍ଠରେ କହିଲା, ଟଙ୍କା କେଉଁଠୁ ଆଣିବି? ଏ ଅକର୍ମଣ୍ୟ ହାତରେ ମୁଁ ଆଉ କ'ଣ କିଛି କରିପାରିବି? ତା ଛଡ଼ା ମୋର ତ ତୋ ଭଳି ଚାକିରିଟିଏ ନାହିଁ। ଚେହେରା ଦେଖାଇ ଟଙ୍କା ଆଣିବା ଭାଗ୍ୟ ମୋର ବା କାହିଁ? ଖଟିଲେ ଖାଇବା କଥା। କିଛି ଟଙ୍କା ଏକାଠି ଦେଖିବା ଆମ ଭିତରୁ କେତେଜଣଙ୍କ ଭାଗ୍ୟରେ ଜୁଟୁଛି। ଏକା ତତେ ଛାଡ଼ିଦେଲେ? ତୁ କ'ଣ ମୋତେ ପରିହାସ କରୁଛୁ? ମୋରି ପାଇଁ ଟଙ୍କା ଆଗୁ ଆଣିଛୁ ବୋଲି ଉପହାସ କରି ମୋ କଟାକାହାରେ ଲୁଣ ଦେଉଛୁ? ମଖି ଅବଶ କଣ୍ଠରେ କହିଲା, ମୋର ପ୍ରତିଟି କଥାକୁ ଅନର୍ଥ କରିବା ତୋର ଗୋଟେ ଅଭ୍ୟାସ ହୋଇଗଲାଣି। ତୁ ବିଶ୍ୱାସ କର, ମୁଁ ପ୍ରକୃତରେ କାମ ଛାଡ଼ିଦେବାକୁ ଚାହେଁ। ମୋର କିଛି ଟଙ୍କା ଦରକାର, ତୁ ଚେଷ୍ଟା କରିବୁ ନାହିଁ? ଜଗୁ ଆଉ ଥରେ ହସି ଉଠିଲା। ଅଟହାସ୍ୟ କରି କହିଲା, ଆଗୁଆ ଟଙ୍କା ଆଣିଛୁ ବୋଲି ତତେ ଏବେ ଦିନେ ଦିନେ ରାତିରେ ବାବୁ ଘରେ ରହିବାକୁ ପଡ଼ୁଛି। ଆଉ କିଛି ରାତି ରହିଗଲେ ପୁରା ଟଙ୍କାଟା ସୁଝିଯିବ ନାହିଁ? ଦିନ ଅପେକ୍ଷା ରାତିର ଦରମା ବେଶୀ ହେଉଥିବ ନିଶ୍ଚୟ। ତୋ ଆଖିରୁ ସେ କଥା ଜଣାପଡ଼ୁଛି। ରାତି ସାରା ଶୋଇନୁ ବୋଧେ? ଆଖି ଦୁଇଟା ନିଶ ଖାଇଲା ଭଳି ଟୁଳଟୁଳି ହେଉଛି। କଥା ଶେଷ କରି ଜଗମୋହନ ଆହୁରି ଥରେ ଠୋ ଠୋ ହୋଇ ହସି ଉଠିଲା। ମଖି ଘୃଣିତ କଣ୍ଠରେ କହିଲା, ତୁ କେଉଁଠୁ ମୋ ମନ ବୁଝିବୁ? ତୁ ତ ଜଙ୍ଗଲର ଜାନୁଆରଟା। ମଖି ଦୁମ୍ ଦୁମ୍ ହୋଇ ଘର ଭିତରକୁ ଚାଲିଗଲା। ଜଗୁ ଗୁମ୍ ମାରି ବସି ରହିଲା ବାହାରେ। ତା ପରଦିନ ମଖି କାମକୁ ଗଲା ନାହିଁ। ମନୁର କାଶ ବଢ଼ୁଛି, ତାର ନିଜ ଦେହରେ ମଧ୍ୟ ଉତ୍ତାପ ରହିଛି। ବାବୁଙ୍କର ପରିଚୟ ପାଇବା ପରେ ପୁଣି ଥରେ ସେ ହତା ଭିତରେ ପାଦ ପାଇବାକୁ ତାର ଇଚ୍ଛା ନୁହେଁ। ହେଲେ ଏତେ ଟଙ୍କା ସୁଝିବ କେଉଁଠୁ? ମନୁ କିଛି ପାଟିରେ ଦେଉନି। ବାବୁ ଘରକୁ ଯାଇଥିଲେ ସଞ୍ଜକୁ ନିଶ୍ଚୟ କିଛି ଭଲ ଜିନିଷ ନିଜ ପେଟରୁ କାଟି ସେ ଆଣିଥାନ୍ତା। ତା ହାତକୁ ଏବେ ପଇସାଟିଏ ଆସୁନି। ମାସକୁ ମାସ ଦରମା କଟି ଯାଉଛି। ପିଲାଟିକୁ ଔଷଧ ଭଲ ଖାଦ୍ୟ ଦେବା ପାଇଁ ତାର କ୍ଷମତା ନାହିଁ। ଜଗୁ ଏବେ କଥା କଥାକେ ଚିଡ଼ି ଉଠୁଛି ତା ଉପରେ। ହେଲେ ଡିମିରି ମା କହୁଥିଲା, ଜଗୁ ମନୁକୁ ଦିନସାରା ଖୁବ୍ ଆଦର କରୁଛି। ନିଜ ଖାଦ୍ୟରୁ ବଞ୍ଚାଇ ତାକୁ ଦେଉଛି। ଡିମଟାଏ କ୍ଷୀର ଟିକେ ତାକୁ କାଖେଇ ବୁଲୁଛି। ମାତ୍ର ତା ସାମ୍ନାରେ ମନୁକୁ ସେ ଆଡ଼ ଆଖିରେ ଚାହେଁ ନାହିଁ। ଦୂର ଦୂର ମାରମାର କରେ। ମଖି ଜଗୁର ବିଚିତ୍ର ବ୍ୟବହାର ଅର୍ଥ ବୁଝେ ନାହିଁ। ଜଗୁକୁ ବୁଝିବାକୁ ତାର ବେଳ ନାହିଁ। ନିଜ ଭାବନାରେ, ମନୁର ଚିନ୍ତାରେ, ବାପାର ଅସହାୟତାରେ ସେ କ୍ଳାନ୍ତ। ତାର ଚିନ୍ତା ଚେତନା ଜଡ଼ ପାଲଟିଛି ଜୀବନର ସଂଘାତରେ। ଚଳଚଞ୍ଚଳ ଝରଣାଟି ନିଥର ସରସୀରେ ପରିଣତ ହୋଇଛି। ତା ହୃଦୟର ବ୍ୟଥା ବୁଝିବାକୁ ଏ ସଂସାରରେ କେହି ନାହିଁ। ସେ ଦିନ ସାରା ମଖି ମନକୁ କୋଳରେ ଜାକି ଶୋଇ ରହିଲା। ଖାଇଲା ନାହିଁ କି ପିଇଲା ନାହିଁ। ଜଗୁ ସଙ୍ଗେ କଥା କହିଲା ନାହିଁ। ଜଗୁର ଡାହାଣ ହାତଟିରେ ଏବେ ବି ବ୍ୟାଣ୍ଡେଜ ବିନ୍ଧା ହୋଇ ବେକରେ ଝୁଲୁଛି। ଜଗୁ ଗୋଟିଏ ହାତରେ ଭାତ ଦିଟା ଫୁଟେଇଲା। ମଖିକୁ ଖାଇବାକୁ ଡାକିଲା। ମଖି କିଛି ଜବାବ ଦେଲା ନାହିଁ। ଜଗୁ ବି ଉପାସରେ ଚୁପଚାପ ବସି ରହିଲା ନିଜ କୋଠରୀରେ। ମନେ ମନେ ଭାବିଲା, ମଖିକୁ ନେଇ ସଂସାର କରିବା ଆଶା ପାଣିର ଗାର। ମଖିକୁ ନେଇ ହନ୍ତସନ୍ତ ହୋଇ କଷ୍ଟ ପାଇବା ପଛରେ ଆଉ କିଛି ଆଶା ନାହିଁ। ନବଘନର ଅବସ୍ଥା ଗୁରୁତର। ବୁଢ଼ାଟା ଦିନ କେଇଟାରେ ଖସିଯିବ। ତାପରେ ମଖି ଆଗରେ ତାର ଜନ୍ମ ଇତିହାସ ସେ ଖୋଲିଦେଇ ନିଜେ ମୁକ୍ତ ହୋଇଯିବ। ସେ ଜାଣେ, ମଖି ନିଜର ଜନ୍ମ ଇତିହାସ ଜାଣିବା ପରେ ତାକୁ ଆଡ଼ ଆଖିରେ ଚାହିଁବ ନାହିଁ। ତାର ଜୀବନବ୍ୟାପୀ ପ୍ରେମ ପ୍ରଣୟର କୌଣସି ମୂଲ୍ୟ ସେ ଦେବ ନାହିଁ। ମଖି ଦେହରେ ଆଭିଜାତ୍ୟ ଓ ଉଚ୍ଚ ବଂଶର ରକ୍ତ। ସେ ରକ୍ତର ରଙ୍ଗ ବିଷାକ୍ତ ନୀଳ। ସେ ଜଗମୋହନକୁ ଜୀବନ ସାରା ଘୃଣା ହିଁ କରିବ। ମଖି ପ୍ରତି ଜଗମୋହନ ହୃଦୟରେ ସମସ୍ତ ମଧୁର ପ୍ରେମ ବିଭତ୍ସ ଘୃଣାରେ ପରିଣତ ହୋଇଛି।
ସେ ଘୃଣାର ଜ୍ୱାଳାରେ ଅଭିଳାଷିତ ବସ୍ତୁଟି ନ ପାଇବାର ଯନ୍ତ୍ରଣାରେ ଜଗମୋହନ ଅସ୍ଥିର। ଜଗମୋହନ ଭୋକ ପେଟରେ ମଧ୍ୟାହ୍ନର ପ୍ରଚଣ୍ଡ ଖରା ତାତିରେ ଜଳି ଜଳି ଡାକ୍ତରଖାନା ଆଡ଼େ ଗୋଟିଏ ଗୋଟାଏ ପାଦ ପକାଇଲା। ନବଘନକୁ ଟିକିଏ ଦେଖି ଆସିବାକୁ ହେବ। ତେବେ ଏଇଠାରେ ଶେଷ ହେଲା ଔପନ୍ୟାସିକା ପ୍ରତିଭା ରାୟଙ୍କର ଉପନ୍ୟାସ ପରିଚୟର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ଅଂଶ ଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।